ଗୋମାତା କହିଛନ୍ତି ମନୁଷ୍ୟର ଦାରିଦ୍ର୍ୟତାର କାରଣ। ନିଶ୍ଚିତ ଜାଣନ୍ତୁ, କେବେ ଜୀବନରେ କେବେ ରହିବେନି ଗରିବ। ଗୋମାତାଙ୍କ ମଧ୍ୟରେ 33 କୋଟି ଦେବଦେବୀଙ୍କ ବାସ ରହିଥାଏ। ହିନ୍ଦୁ ଧର୍ମରେ ଗୋମାତା ପୂଜ୍ୟ ଅଟନ୍ତି। କିନ୍ତୁ ଗୋମାତା ଅନେକ ସମୟରେ ମନୁଷ୍ୟକୁ ଏଭଳି କିଛି ସଂକେତ ଦେଇଥାନ୍ତି ଯାହା ମନୁଷ୍ୟ ପାଇଁ ଖୁବ୍ ଉପଯୋଗୀ ଅଟେ ଏବଂ ତାହା ଦ୍ୱାରା ମନୁଷ୍ୟ ଆଉ କେବେ ଗରିବ ରହିବ ନାହିଁ। ଗୋମାତା ମନୁଷ୍ୟକୁ 4ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଯାହାକୁ ମନୁଷ୍ୟକୁ ଜାଣି ରଖିବା ସହିତ ତାହାକୁ କେବେ କରିବା ମଧ୍ୟ ଉଚିତ ନୁହେଁ। ନଚେତ୍ ମନୁଷ୍ୟ ସମସ୍ୟାରେ ପଡ଼ିପାରେ, ଯାହାକୁ ନେଇ ଏକ ମହତ୍ୱପୂର୍ଣ୍ଣ କାହାଣୀ ରହିଛି। ତେବେ ଆଉ କାଳ ବିଳମ୍ବ ନକରି ଚାଲନ୍ତୁ ସେହି ବିଷୟରେ ଜାଣିବା। ଭିଡିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାହାଣୀ ଅନୁଯାୟୀ ଏକ ଗାଁରେ ଭୋଳା ନାମକ ଜଣେ ବ୍ୟକ୍ତି ଜମିଦାର ଏବଂ କିଛି ପ୍ରଖ୍ୟାତ ଲୋକଙ୍କ ଗାଈକୁ ପାହାଡ଼କୁ ଚରାଇବାକୁ ନେଇ ଯାଉଥିଲା ଆଉ ମିଳୁଥିବା ଟଙ୍କାରେ ଚଳି ଯାଉଥିଲା। ଭୋଳା ଯେଉଁ ପାହାଡ଼କୁ ଯାଉଥିଲା ସେଠାରେ ଏକ ଗୁମ୍ଫାରେ ଜଣେ ସାଧୁ ରହୁଥିଲେ ଯାହାଙ୍କ ପାଖରେ ଏକ ଚମତ୍କାରୀ ଗାଈ ଥିଲା। ଗାଈଟି ପ୍ରତ୍ୟେକ ଦିନ ଭୋଳାର ଗାଈ ଗୋଠ ସହିତ ମିଶି ଚରୁଥିଲା ଏବଂ ଫେରିବା ସମୟ ନିଜ ଗୁମ୍ଫାକୁ ଯାଉଥିଲା। ଥରେ ଭୋଳାକୁ ସନ୍ଦେହ ହେବାରୁ ସବୁ ଗାଈକୁ ଗଣିବା ପରେ ଦେଖିଲା ଗୋଠରେ 100 ଗାଈ ଚରୁଛନ୍ତି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗାଁ ସବୁ ଲୋକଙ୍କୁ ଏହି ବିଷୟରେ କହିଲା। ଗାଁ ଲୋକେ ଏ ବିଷୟରେ ବିଶ୍ୱାସ ନକରିବାରୁ ଭୋଳା ଆଗାମୀ ଦିନ ନଜର ରଖିଥାଏ ଏବଂ ସେଦିନ ମଧ୍ୟ ସେହିଭଳି କିଛି ଘଟିଥିଲା। ଆଗାମୀ ଦିନ ଭୋଳା ଏକ ବନ୍ଧୁକୁ ସାଥିରେ ନେଇ ଗାଈକୁ ନେଇ ଘରକୁ ପଳାଇ ଯିବାକୁ କହିଲା। ଭୋଳାର ସାଙ୍ଗ ସବୁ ଗାଈକୁ ନେଇ ଘରକୁ ଆସିଲା ମାତ୍ର ଭୋଳା ସେହି ଅନ୍ୟ ଗାଈକୁ ପିଛା କରି ଏକ ଗୁମ୍ଫାରେ ପହଞ୍ଚିଗଲା। ସେଠାରେ ଯାଇ ଭୋଳା ଜଣେ ସାଧୁଙ୍କୁ ଦେଖିଲା ଯିଏକି ଧ୍ୟାନରୁ ଉଠି ଗାଈକୁ ମାତ୍ରେ ଗାଈକୁ ବାନ୍ଧିଦେଲେ। ସାଧୁ ଭୋଜନ ପ୍ରସ୍ତୁତିରେ ଲାଗିବା ପରେ ଗାଈ ଗୋବର କଲେ ଯାହାକି ପୁରା ସୁନାର ଥିଲା। ତାହାକୁ ସାଧୁ ଜଣକ ଉଠାଇ ନିଜ ଧନ ଭଣ୍ଡାରରେ ରଖିଦେଲେ। ଏସବୁକୁ ଭୋଳା ଲୁଚି ଲୁଚି ଦେଖୁଥିଲେ। ସାଧୁ ପୁଣି ଧ୍ୟାନରେ ବସିବା ପରେ ଭୋଳା ଗୋମାତାଙ୍କ ପାଖକୁ ଯାଇ ସବୁ କିଛି କହିଲା। ଗୋମାତା ମଧ୍ୟ ଭୋଳାକୁ ଭଲ ମଣିଷ ଭାବିଲେ କହିଲେ ଯେ ସେ ଏକ ଚମତ୍କାରୀ ଗାଈ ଯାହାର ଗୋବର ସାଧାରଣ ନୁହେଁ ବରଂ ସୁନାର ଅଟେ। ଏହାପରେ ଗାଈ ଗୋବରକୁ ଭୋଳା ଘରକୁ ନେଇ ଆସିଲା। ଏମିତି କିଛି ଦିନ ଗଲା ଏବଂ ଭୋଳା ପ୍ରତ୍ୟେକ ଥର ସେହିପରି କରୁଥିଲା। କିନ୍ତୁ ଗୋମାତାଙ୍କ କଥାକୁ ଭୋଳା ନମାନି ଏ ବିଷୟରେ ସ୍ତ୍ରୀକୁ ଜଣାଇଦେଲା। ଏପଟେ ଭୋଳା ଗାଈ ଚରାଇବାକୁ ମଧ୍ୟ ଯାଉନଥାଏ। ଆଖପାଖ ପଡ଼ୋଶୀ ଈର୍ଷା କରିବାରେ ଲାଗିଲେ। ମାତ୍ର ଗାଈ ମଧ୍ୟ ଆଉ ଭୋଳା ଘରକୁ ଆସିଲା ନାହିଁ। ଯାହାଦ୍ୱାରା ଧୀରେ ଧୀରେ ଭୋଳା ପାଖରେ ସବୁ ଧନ ଶେଷ ହୋଇଗଲା ଏବଂ ସେ ପୂର୍ବ ଠାରୁ ଆହୁରି ଗରିବ ହୋଇଗଲା। ଯାହାଦ୍ୱାରା ଭୋଳା ପୁଣିଥରେ ସେହି ଗୋମାତାଙ୍କ ପାଖକୁ ଗଲା। ଏହା ଶୁଣି ଗୋମାତା କହିଲେ ଯେ ଏହା ଭୋଳାର କର୍ମଫଳ। ଏହା ବ୍ୟତୀତ ଗୋମାତା 4ଟି କଥା କହିଥିଲେ ଯାହାକୁ ଯଦି ମନୁଷ୍ୟ ନିଜ ଜୀବନରେ ପାଳନ କରେ ତେବେ ତାକୁ କୌଣସି କଥାରେ ଅବଶୋଷ କରିବାକୁ ପଡ଼ିବ ନାହିଁ। 1. ମନୁଷ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ସମୟରେ ଏକୁଟିଆ କରିବା ଉଚିତ। ସବୁ ଲୋକଙ୍କ ସାମ୍ନାରେ କଲେ ପ୍ରାର୍ଥନାର ଫଳ ମିଳିନଥାଏ। 2. ଭୋଜନ ସବୁବେଳେ ଏକୁଟିଆ ନିସଙ୍ଗରେ କରିବା ଉଚିତ ଏବଂ କାହାରି ସହିତ କିମ୍ବା କାହାରି ସାଙ୍ଗରେ କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ ହୋଇଥାଏ। 3. ରାତିରେ ଏକୁଟିଆ ବିଶ୍ରାମ କରିବା ଉଚିତ। କିମ୍ବା ସ୍ୱାମୀ ସ୍ତ୍ରୀ ହିଁ କେବଳ ବିଶ୍ରାମ କରିବା ଉଚିତ। ନଚେତ ଅକାଳ ମୃତ୍ୟୁ ହୋଇଥାଏ। 4. ନିଜ ରୋଜଗାରର ଜରିଆ କାହାକୁ କହିବା ଉଚିତ ନୁହେଁ। ଏହା ବ୍ୟତୀତ ନିଜ ଆମଦାନୀର ସ୍ରୋତ ବିଷୟରେ ମଧ୍ୟ କାହାକୁ କହିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ଉନ୍ନତି ବନ୍ଦ ହୋଇଯାଏ। ବନ୍ଧୁଗଣ, ଭିଡିଓଟି ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।